କରୁଥିବା ବ୍ୟକ୍ତି ନା ୱେବସାଇଟ୍ କରିଥିବା କମ୍ପାନୀ। କମ୍ପ୍ୟୁଟର ବିଶେଷଜ୍ଞଙ୍କ ମତରେ ହ୍ୟାକିଂ ଯେତେ ସହଜ ତାର ନିରାକରଣ ଆହୁରି ସହଜ। ଏଥିପାଇଁ ଦରକାର କିଛିଟା ସାବଧାନତା ଆଉ କିଛିଟା ସଚେତନତା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା BDA ୱେବସାଇଟ୍। ଏଥିରେ ରହିଛି BDA ସମସ୍ତ ତଥ୍ୟ। ଆଗାମୀ ଯୋଜନା ସମ୍ପର୍କରେ ସୂଚନା। ମାତ୍ର କିଛିଟା ଜ୍ଞାନକୌଶଳ ପ୍ରୟୋଗ କରିବା ପରେ ଏବେ BDA ୱେବସାଇଟ୍ରେ ଆପଣ ETV ଲୋଗୋ ଦେଖିପାରିବେ। ଜଣାପଡ଼ିବ BDA ଆଗାମୀ ଯୋଜନାରେ ETV ରହିଛି। ଦେଖନ୍ତୁ ASBM ୱେବସାଇଟ୍। ଲେଖା ହୋଇଛି 100% ନିଯୁକ୍ତି, କିନ୍ତୁ ହ୍ୟାକିଂ ପରେ ତାହା ହୋଇଛି ନିଯୁକ୍ତିର ସମ୍ଭାବନା ନାହିଁ। ଏହା ଯଦିଓ ଟେଲିଭିଜନ ଦର୍ଶକଙ୍କ ପାଇଁ ଏକ ଆକର୍ଷଣ, କିନ୍ତୁ ସଂପୃକ୍ତ ଅନୁଷ୍ଠାନ ପାଇଁ ଏହା କ୍ଷତିକାରକ। ଇଏ ତ ଗଲା ଘରୋଇ ଶିକ୍ଷାନୁଷ୍ଠାନର କଥା। ଏବେ ଦେଖନ୍ତୁ ଓଡ଼ିଶା ସରକାରଙ୍କ ୱେବସାଇଟ୍। ପ୍ରଶାସନିକ ଅଧିକାରୀ ସନ୍ତୋଷ ମିଶ୍ରଙ୍କ ସରକାରୀ ୱେବସାଇଟ୍ର ପ୍ରୋଫାଇଲ୍। ଅତି ସହଜରେ ଏହାକୁ ହ୍ୟାକିଂ ପରେ ଯେକୌଣସି ପ୍ରକାରେ ପରିବର୍ତ୍ତନ କରାଯାଇପାରେ। ଏହା କେବଳ ଏକ ପ୍ରୟୋଗ ବା ଚେଷ୍ଟା ନୁହେଁ, ସାରା ପୃଥିବୀରେ ଏବେ ଏହାକୁ ନେଇ ଅନେକ ସମସ୍ୟା। ଏଥିପାଇଁ ବିଶେଷ କିଛି କାରିଗରୀ କୌଶଳ ବା ଜ୍ଞାନ ଦରକାର ତା ନୁହେଁ। ଯଦି କୌଣସି ସରକାରୀ ବା ଘରୋଇ ଅନୁଷ୍ଠାନ ନିଜ ୱେବସାଇଟ୍କୁ ନେଇ ଟିକିଏ ସତର୍କ ନ ହୁଏ, ଯେ କେହି ବ୍ୟକ୍ତି ଯେକୌଣସି ମୁହୂର୍ତ୍ତରେ ଏହାର ଦୁରୁପଯୋଗ କରିପାରେ। କ୍ଷତି ବି କରିପାରିବେ। ନିଜର ଆପଣ ଯଦି ଜାଣନ୍ତୁ ବ୍ୟାଙ୍କିଂ ଫିଲ୍ଡରେ ସପୋଜ ଦେଖିବାକୁ ଯିବା, ନିଜର ବ୍ୟାଙ୍କ ଆକାଉଣ୍ଟରୁ ଆପଣ କିଏ ପଇସା ବି ୱିଥଡ୍ର କରିଦେଇ ହେଇପାରେ। ତାପରେ ଆଉ ତାହାର ସଂସ୍ଥାର ଆପଣ କିଛି ଡାଟା ବି ଡେବିଟ୍ କରିଦେଇ ପାରନ୍ତି, ଏଡିଟ୍ କରିଦେଇ ପାରନ୍ତି, କିଛି ମଡିଫାଇ କରିପାରନ୍ତି। ବିଭିନ୍ନ ଆପଣ ବହୁତ କିଛି ପ୍ରକାର ଫାଇନାନ୍ସିଆଲରୁ ଆରମ୍ଭ କରି ସବୁ ପ୍ରକାର ହ୍ୟାଣ୍ଡିଲ୍ କରିପାରନ୍ତି, ଗଭର୍ଣ୍ଣମେଣ୍ଟ ସଂସ୍ଥା ହଉ କି ପ୍ରାଇଭେଟ ସଂସ୍ଥା। ପାସୱାର୍ଡ ହ୍ୟାକ୍ କରି ଆଜି ଓଡ଼ିଶା ସରକାର ତଥା BSNL ଭଳି ସରକାରୀ ୱେବସାଇଟ୍ର ମଧ୍ୟ ଗୁପ୍ତ ତଥ୍ୟ ଜାଣିହେବ। ତେବେ ଏପରି ଅପରାଧକୁ ରୋକାଯାଇପାରିବ, କିନ୍ତୁ ଏଥିପାଇଁ ଟିକେ ଯତ୍ନଶୀଳ ହେବାକୁ ପଡ଼ିବ। ପ୍ରତିଟି ଅନୁଷ୍ଠାନ ନିଜର ID ଓ ପାସୱାର୍ଡକୁ କିଛି ଦିନ ବ୍ୟବଧାନରେ ବଦଳାଇବା ଉଚିତ। ସେହିପରି ହ୍ୟାକିଂ ପରେ ତାହାର ଏକ ନିର୍ଦ୍ଦିଷ୍ଟ ସୂଚନା ୱେବସାଇଟ୍ରେ ରହୁଥିବାରୁ ତାକୁ ବାରମ୍ବାର ଦେଖିବା ଉଚିତ। ଯଦି କିଛି ସ୍ପାମ୍ ମେଲ୍ ବା ଅଦରକାରୀ ମେଲ୍ ଆସୁଛି, ତାହାର ସତ୍ୟତା ଜାଣିବା ପରେ ତାକୁ ପ୍ରତିକ୍ରିୟା ଦେବା ଉଚିତ। ଆମେ ଯୋଉଠି ବି ଆମେ ଯୋଉ ଡାଟାଟା ରଖୁ ତ ତାର ଆକ୍ଚୁଆଲି ସେଟିଂ ମୋଡ୍ ଉପରେ ଫାଷ୍ଟ ଆମକୁ ପଏଣ୍ଟ ଆଉଟ୍ କରିବାକୁ ହବ। ଆଉ ଯୋଉମାନେ ବି ଏମ୍ପ୍ଲୟି ଯାହାକୁ ଦିଆ ହୁଏ ସେମାନେ କସରତ ହେବା ବେଶୀ କସରତ ହେବା ଦରକାର କି ମୋତେ ୟୁଜର ID ପାସୱାର୍ଡଟା ମୋତେ ବହୁତ ମାନେ ଯତ୍ନର ସହିତ ରଖିବାକୁ ହବ, କି ଯେମିତିକି ଆଉ ଜଣଙ୍କୁ ବି ମୁଁ ଡିସକ୍ଲୋଜ୍ ସେଟା ନ କରୁଛି। ହ୍ୟାକିଂ ଦ୍ୱାରା ଏବେ ବିଭିନ୍ନ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବା ଭଳି ଅପରାଧ ବରାବର ଘଟି ଆସୁଛି। ଯଦିଓ ଏଭଳି କରୁଥିବା ଅପରାଧୀ ଧରାପଡ଼ୁଛନ୍ତି, କିନ୍ତୁ ବେଳେବେଳେ ଅପରାଧ ସାଂଘାତିକ ରୂପ ନେଉଛି। ସମସ୍ତେ ଏହାକୁ ନେଇ ସଚେତନ ଓ ଯତ୍ନଶୀଳ ହେବା ନିହାତି ଜରୁରୀ। ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ସୁକାନ୍ତ ପାଣିଗ୍ରାହୀଙ୍କ ସହ